ମାମଲା ହଉଛି 2018 ମସିହାରେ ଲକ୍ଷ୍ମୀପ୍ରିୟା ପଣ୍ଡା ଯେ ଡିସିଜ୍ ସେ ଯେ ମୁଦାଲା ପ୍ରକାଶ ଚନ୍ଦ୍ର ବ୍ରହ୍ମାକୁ ବୈଦିକ ରୀତିରେ ବାହାଘର ହୋଇଥିଲା ତାର। ଏ ପ୍ରକାଶ ଚନ୍ଦ୍ର ବ୍ରହ୍ମାର ଘର ହଉଛି ଟାଙ୍ଗୀ ରୁଦ୍ରପୁରରେ, ଟାଙ୍ଗୀ ପୋଲିସ ଷ୍ଟେସନ ଅଣ୍ଡରରେ। ବାହାଘର 6 ମାସ ପରେ ସେମାନେ ଭଲ 6 ମାସ ପର୍ଯ୍ୟନ୍ତ ଭଲରେ ଚଳିଥିଲେ। ତାପରେ ତାର ବାପ ମା ଆଉ ଏ ପ୍ରକାଶ ଚନ୍ଦ୍ର ବ୍ରହ୍ମା ମିଶିକିରି ତାକୁ ଅଧିକ ଯୌତୁକ ଦାବି କରି ବିଭିନ୍ନ ପ୍ରକାର ମାନସିକ ଶାରୀରିକ ନିର୍ଯାତନା ଦଉଥିଲେ। এই ବିଷୟରେ ସେ ଝିଅ ତାର ବାରମ୍ବାର ତା ବାପା ମାଙ୍କୁ ରିପୋର୍ଟ କରେ, ତା ଘରକୁ ରିପୋର୍ଟ କରେ। ଆଉ ଏବଂ କିଛି ଦିନ ପାଇଁ ବି ତା ବାପ ଘରେ ଯାଇ ରହିଥିଲା। ଆଉ ତା ବାପା ଘର ରହିଲା ପରେ ପୁଣି ସେମାନେ ସମାଧାନ କରି ସେ ଝିଅ ବୋହୂକୁ ଘରକୁ ଆଣୁଥିଲେ। କିନ୍ତୁ ଏଇ ଯୋଉ ଘଟଣା ଘଟିଲା 21/5/2020ରେ 21/5/2020ରେ ତାକୁ ଶାରୀରିକ ନିର୍ଯାତନା ଦେଇ ତାକୁ ସୁଇସାଇଡ୍ କରିବା ପାଇଁ ଆବେଟମେଣ୍ଟ କରିଥିଲେ ଏଇ 3 ଜଣ ଯାକ। ଏଇ ଯୋଉ ପ୍ରକାଶ ଚନ୍ଦ୍ର ବ୍ରହ୍ମା, ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ଆଉ ଏଇ ପ୍ରେମଲତା ବ୍ରହ୍ମା। ଯାହା ଫଳରେ କି ଏଇ ଯୋଉ ଲକ୍ଷ୍ମୀପ୍ରିୟା ପଣ୍ଡା ଯେ ସେ ଫ୍ୟାନରେ ତା ଶାଢୀ ଲଗେଇ ସୁଇସାଇଡ୍ କରିଥିଲା, ତା ଶାଢୀରେ ସୁଇସାଇଡ୍ କରିଥିଲା। এই ବିଷୟରେ এই ଡିସିଜ୍ ଲକ୍ଷ୍ମୀପ୍ରିୟା ପଣ୍ଡାର ବୋଉ ମା ରୁକ୍ମଣୀ ପଣ୍ଡା ଟାଙ୍ଗୀ ଥାନାରେ ଏଫଆଇଆର ଦାଖଲ କରିଥିଲେ। ପୁଲିସ ଇନଭେଷ୍ଟିଗେସନ କରି ଚାର୍ଜସିଟ୍ କରିଥିଲା। ଏଇ 3 ଜଣଙ୍କ ନାଁରେ ଆକ୍ୟୁଜଙ୍କ ନାଁରେ ଚାର୍ଜସିଟ୍ କରିଥିଲା। ଆଉ ସେଇ କେସ୍ ଆମ ମାନ୍ୟବର ଅଦାଲତ ଓପିଆଇଡି କମ୍ ଏଡିଜେ କୋର୍ଟରେ ବିଚାରାଧୀନ ଚାଲିଥିଲା। ଆଜି ତାର ଜଜମେଣ୍ଟ ହେଇଛି। ଆଉ ସେ ଜଜମେଣ୍ଟ ଅନୁସାରେ 3 ଜଣ ଯାକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 3 ଜଣ ଯାକକୁ 498 ଦଫାରେ 98A ଦଫାରେ 3 ବର୍ଷ 5,000 ଟଙ୍କା ଫାଇନ୍, ଆଉ 304B IPC ରେ 50,000 ଟଙ୍କା ଫାଇନ୍ ଏବଂ ରିଗୋରିୟସ୍ ଇମ୍ପ୍ରିଜମେଣ୍ଟ ଫର 10 years, ଆଉ 4 DP ଆକ୍ଟ ରେ 1 ବର୍ଷ ସଜା 5,000 ଟଙ୍କା ଫାଇନ୍। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब এবং फेसबुक चैनल को सब्सक्राइब করন্তু। अधिक खबर पाई लॉगिन करন্তু www.dharitri.com।